ଓଡ଼ିଆ ଗୃହିଣୀମାନେ ପ୍ରତ୍ୟେକ ଦିନ ତୁଳସୀ ଚଉରାଙ୍କୁ ପୂଜା କରିଥାନ୍ତି। କାରଣ ତୁଳସୀ ଗୋଟିଏ ସାଧାରଣ ଗଛ ନୁହନ୍ତି, ସେ ହେଉଛନ୍ତି ଦେବୀ ବୃନ୍ଦାବତୀ, ଯିଏକି ପବିତ୍ର ସତୀ ନାରୀ ଦେବୀ ଅଟନ୍ତି। ଆଜି ମୁଁ ଦେବୀ ତୁଳସୀ ଚଉରାଙ୍କ ବିଷୟରେ ସବୁ ଜାଣିବା କଥା ଆପଣମାନଙ୍କ ସହିତ ସେୟାର କରିବି। ଯେଉଁମାନେ ମା ବୃନ୍ଦାବତୀଙ୍କର ପୂଜା କରନ୍ତି ସେମାନଙ୍କ ପାଇଁ ଆଜିର ଏହି ଭିଡ଼ିଓଟିରେ ବହୁତ କଥା ଶିଖିବାକୁ ଅଛି। ଆପଣମାନେ କେବଳ ଧ୍ୟାନର ସହିତ ଶେଷ ଯାଏଁ ଭିଡ଼ିଓଟିକୁ ନିଶ୍ଚୟ ଦେଖିବେ। ଆଜି ଆପଣମାନେ ବହୁତ କିଛି କଥା ମା ବୃନ୍ଦାବତୀଙ୍କ ବିଷୟରେ ଆଜିର ଏହି ଭିଡ଼ିଓରୁ ଦେଖିବାକୁ ପାଇବେ। ପ୍ରଥମେ ଆମେ ଜାଣିବା ତୁଳସୀ କିଏ। ତୁଳସୀ ଜଣେ ସାଧାରଣ ନାରୀରୁ ଦେବୀ କେମିତି ସେ ହେଲେ। ତୁଳସୀ ଥିଲେ ଜଣେ ପରମ ଭକ୍ତ ଭଗବାନ ବିଷ୍ଣୁଙ୍କର। ତ ତୁଳସୀ ପୂର୍ବ ଜନ୍ମରେ ଥିଲେ ବୃନ୍ଦା ନାମକ ଜଣେ ରାଜକନ୍ୟା। ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ୟାନ୍ୟ ଭକ୍ତାଣୀ। ତାଙ୍କର ବିବାହ ହୋଇଥିଲା ଜଳନ୍ଧର ସହିତ, ଯିଏକି ଜଣେ ଦାନବ ଥିଲେ, ଅସୁର ଥିଲେ। ତ ତୁଳସୀଙ୍କର ବିବାହ ହୋଇଥିଲା ଦୈତ୍ୟରାଜ ଜଳନ୍ଧରଙ୍କ ସହିତ। ଜଳନ୍ଧର ତୁଳସୀଙ୍କର ପତିବ୍ରତ ବଳରେ ସେ ସବୁଆଡ଼େ ବିଜୟ ହେଉଥିଲେ, ତେଣୁ ଦେବତାମାନେ ତାଙ୍କୁ ହରାଇ ପାରୁନଥିଲେ। ତ ସବୁବେଳେ ଜଳନ୍ଧର କ'ଣ କରୁଥିଲା ନା ଦେବତାମାନଙ୍କୁ ସବୁବେଳେ ହଇରାଣ କରୁଥିଲା, ତାଙ୍କ ସହିତ ଯୁଦ୍ଧ କରୁଥିଲା, କିନ୍ତୁ ଦେବତାମାନେ ତାକୁ ହରାଇ ପାରୁନଥିଲେ। ଯେହେତୁ ତୁଳସୀ ଦେବୀ ଜଣେ ସତୀ ନାରୀ ଥିଲେ, ପତିବ୍ରତା ନାରୀ ଥିଲେ, ସେଥିପାଇଁ ଜଳନ୍ଧରକୁ କେହି ବି ହରାଇ ପାରୁନଥିଲେ। ତ ଜଳନ୍ଧରକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ତୁଳସୀଙ୍କର ପତିବ୍ରତା ଭଙ୍ଗ କରିଥିଲେ। ଏହା ଜାଣିକି ତୁଳସୀ ଅତ୍ୟନ୍ତ ଦୁଃଖିତ ହୋଇକି ବିଷ୍ଣୁଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ। କିନ୍ତୁ ପରେ ବିଷ୍ଣୁ ତୁଳସୀଙ୍କୁ ବର ଦେଲେ ଯେ, ହେ ଦେବୀ, ତୁମେ ପୃଥିବୀରେ ତୁଳସୀ ଗଛ ରୂପେ ଜନ୍ମ ନେବ। ତୁମ ପତ୍ର ବିନା ମୋ ପୂଜା ସମ୍ପୂର୍ଣ୍ଣ ହେବ ନାହିଁ। ଯିଏ ତୁମକୁ ପୂଜା କରିବ ସେ ମୋତେ ହିଁ ପାଇବ। ସେଥିପାଇଁ ଶାସ୍ତ୍ର କହୁଛନ୍ତି ଯେ ତୁଳସୀ ହେଉଛନ୍ତି ସାକ୍ଷାତ ମାତା ଲକ୍ଷ୍ମୀ। ତେଣୁ ଆମେ ତୁଳସୀ ଚଉରାଙ୍କୁ ମନ୍ଦିର ଭଳି ପୂଜା କରୁ। ମା ତୁଳସୀଙ୍କର ପୂଜା କରିଦେଲେ ବି ସେଦିନର ପୂଜା ଆପଣଙ୍କର ସମ୍ପୂର୍ଣ୍ଣ ହେଇଗଲା ବୋଲି ଆପଣମାନେ ଭାବିବେ। ତ ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ମୋତେ ସୁନା ଦରକାର ନାହିଁ, ଖାଲି ଗୋଟେ ତୁଳସୀ ପତ୍ର ହିଁ ଦିଅ। ତେଣୁ ତୁଳସୀଙ୍କୁ କୃଷ୍ଣ ପ୍ରିୟା ମଧ୍ୟ କୁହାଯାଏ। ଏବେ ଜାଣିବା କେଉଁ ଦିନ ଘରେ ନୂଆ ତୁଳସୀ ଲଗେଇବା। ଶୁକ୍ରବାର, ଗୁରୁବାର ଆଉ ପୂର୍ଣ୍ଣିମା ଦିନରେ ନୂଆ ତୁଳସୀ ଲଗେଇବା ସବୁଠାରୁ ଶୁଭ। କାର୍ତ୍ତିକ ମାସ ଓ ବସନ୍ତ ପଞ୍ଚମୀ ଦିନ ଲଗାଇଲେ ବହୁତ ପୁଣ୍ୟ ମିଳେ। ରବିବାର ଓ ଏକାଦଶୀ ଦିନ କେବେ ବି ତୁଳସୀ ଗଛ ଲଗେଇବା ନାହିଁ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗୁଛି, କିଛି ଶିଖିବାକୁ ମିଳୁଥାଏ, ତାହେଲେ ନିଶ୍ଚୟ ସମସ୍ତେ ଜୟ ମା ବୃନ୍ଦାବତୀ ବୋଲି ଥରୁଟିଏ କମେଣ୍ଟରେ ଲେଖନ୍ତୁ। ଆସନ୍ତୁ ଜାଣିବା ଏବେ ତୁଳସୀଙ୍କୁ କେଉଁ କେଉଁ ଭୋଗ ଲଗାଇବା ଉଚିତ। ତୁଳସୀଙ୍କୁ କ୍ଷୀରି, ମିଶ୍ରି, କଦଳୀ, ତୁଳସୀ ମଞ୍ଜରୀ, ପାଣି ଓ ଗଙ୍ଗା ଜଳ ଅର୍ପଣ କରାଯାଏ। ଶୁକ୍ରବାରରେ କ୍ଷୀର ଆଉ ଚିନି ମିଶା ଭୋଗ ଲଗାଇଲେ ମା ଲକ୍ଷ୍ମୀ ଅଧିକ ଖୁସି ହୁଅନ୍ତି। ତୁଳସୀଙ୍କୁ କେବେ ଲୁଣ, ପିଆଜ, ରସୁଣ ଏସବୁ କେବେ ବି ଭୋଗ ଦେବା ନାହିଁ। ଏବେ ଜାଣିବା କେଉଁ ଦିନ ତୁଳସୀ ପତ୍ର ତୋଳିବା ନାହିଁ। ଗୁରୁବାରରେ, ରବିବାରରେ, ଏକାଦଶୀ, ସଂକ୍ରାନ୍ତି, ଅମାବାସ୍ୟା, ସୂର୍ଯ୍ୟାସ୍ତ ପରେ ବା ରାତିରେ କେବେ ପତ୍ର ତୋଳିବା ନାହିଁ। ଆଉ ରହିଲା ମାସର 2 ଦିନ, ଯେମିତିକି ଦ୍ୱାଦଶୀ ଆଉ ଜନ୍ମାଷ୍ଟମୀ, ଏହି ଦିନରେ ମଧ୍ୟ ପତ୍ର ଛିଣ୍ଡାଇବା ନାହିଁ। ପତ୍ର ତୋଳିବା ଆଗରୁ ଆମେ ଯେତେବେଳେ ବି ପତ୍ର ତୋଳିବା କହିବା ଓମ୍ ତୁଳସାୟ ନମଃ। ଏହାକୁ କହିକି ଆମେ ପତ୍ର ତୋଳିବା, ମାଙ୍କୁ ଅନୁରୋଧ କରି ପତ୍ର ଆଣିବା। ତୁଳସୀରେ ଜଟା ହେଲେ କ'ଣ କରିବା? ଜଟା ହେଲେ ଡରନ୍ତୁ ନାହିଁ, ଏଇଟା ଅଶୁଭ ନୁହେଁ। ଗୋଟେ କାଠି ଦ୍ୱାରା ଧୀରେ ଧୀରେ ଜଟା ଛିଡ଼େଇ ଦିଅ, ନହେଲେ ନାହିଁ ଆପଣଙ୍କର ଆଙ୍ଗୁଠିରେ ଛିଡ଼େଇ ଦିଅ, ତୋଳି ଦିଅ ଜଟାକୁ, ନଖ ଯେମିତି ନ ବାଜିବ। ଧୀରେ ଧୀରେ ତୋଳି ଦିଅ। ତାପରେ ହଳଦୀ ପାଣି ଟିକେ ଛିଞ୍ଚି ଦେବା ଦରକାର। ଗୋବର ସାର ଦେଇଦେଲେ ଗଛ ପୁଣି ଥରେ ସବୁଜ ହେବ, ଭଲରେ ବଢ଼ିବ। ଏବେ ଜାଣିବା କେଉଁ ତୁଳସୀଙ୍କୁ ଘରେ ପୂଜା କରିବା। ଘରେ ଶ୍ୟାମ ତୁଳସୀ ଆଉ ରାମ ତୁଳସୀ ଦୁଇଟି ପୂଜା କରିବା ଉଚିତ। ଶ୍ୟାମ ତୁଳସୀ ପତ୍ର ଗାଢ଼ ସବୁଜ, ଏଇଟା ଭଗବାନ କୃଷ୍ଣଙ୍କୁ ବହୁତ ପ୍ରିୟ। ରାମ ତୁଳସୀ ପତ୍ର ହାଲକା ସବୁଜ, ଏଇଟା ଘରେ ଶାନ୍ତି ଆଣେ। ବନ ତୁଳସୀକୁ ଘରେ ଲଗେଇବା ବିଲକୁଲ ବି ଉଚିତ ନୁହେଁ। ତ ଏବେ ଜାଣିବା କେତେ ଥର ତୁଳସୀ ଚଉରାଙ୍କ ପାଖରେ ପ୍ରଦକ୍ଷିଣା କରିବା ଆମେ।
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ 4 ଥର ପ୍ରଦକ୍ଷିଣା କରିବା ଦରକାର। କାର୍ତ୍ତିକ ମାସରେ 108 ଥର ପ୍ରଦକ୍ଷିଣା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ପ୍ରଦକ୍ଷିଣା କରିବା ବେଳେ ଓମ୍ ନମୋ ଭଗବତେ ବାସୁଦେବାୟ ଏହାକୁ ଜପ କରି ତୁଳସୀ ଚଉରାଙ୍କ ଚାରିପଟେ ପ୍ରଦକ୍ଷିଣା କଲେ ବହୁତ ଶୁଭ ହୋଇଥାଏ। ଏବେ ଜାଣିବା ତୁଳସୀ ଚଉରାଙ୍କ ପୂଜା କରିବାର ନିୟମ କଣ। ସକାଳେ ଶୁଦ୍ଧ ହୋଇକି ମାନେ ପୁରା ଗାଧୁଆ ପାଧୁଆ ଭଲସେ ହୋଇକି ଭଲ ଲୁଗା ପିନ୍ଧିକି ପ୍ରଥମେ ତୁଳସୀ ଚଉରା ଭଲ ଭାବରେ ଧୋଇଦେବା। ଆଉ ମା ତୁଳସୀଙ୍କୁ ଆମେ ତମ୍ବା କଳସ, ପିତ୍ତଳ କଳସ, ମାଟି କଳସରେ ଆମେ ତାଙ୍କୁ ଜଳ ଅର୍ପଣ କରିପାରିବା। ତାପରେ ତାଙ୍କୁ ଫୁଲରେ ସଜେଇ ଦେବା, ତାଙ୍କୁ ଭୋଗ ଅର୍ପଣ କରିବା, ଧୂପ ଓ ଦୀପରେ ବନ୍ଦେଇ ଦେବା। ଏମିତି ହିଁ ପୂଜା କରିବା ସକାଳେ ସବୁଦିନ। ଏଇଟା କଲେ ଘରେ ଧନ ଆରୋଗ୍ୟ ଆସେ। ଆଉ ମନେ ରଖ ରବିବାର ଦିନ ତୁଳସୀଙ୍କୁ ଜଳ ଆପଣ କେବେ ବି ଦେବେ ନାହିଁ। ସନ୍ଧ୍ୟାରେ ଘରକୁ ଆଲୋକିତ କରିବା। ସନ୍ଧ୍ୟା ହେଲେ ଘିଅ ଦୀପ ଜାଳିକି ତୁଳସୀ ଚଉରାଙ୍କ ପାଖରେ ନିହାତି ଆମେ ଏଇଟା କରିବା। ତାପରେ ତାଙ୍କର ଆଳତି କରିବା। ଯଦି ଆମେ ତୁଳସୀଙ୍କର ଆଳତି ଗାଇକି ପୂଜା କରିବା, ତାଙ୍କର ସନ୍ଧ୍ୟା ଦେବା, ତାହେଲେ ଘରୁ ଦାରିଦ୍ରତା ମଧ୍ୟ ଦୂର ହୁଏ ବୋଲି ବିଶ୍ୱାସ ଅଛି। ପତ୍ର ଛିଣ୍ଡେଇବା ବେଳେ ମନ୍ତ୍ର ଜପ କରିବା। ପତ୍ର ଛିଣ୍ଡେଇବା ଆଗରୁ କୁହ ଓମ୍ ଶ୍ରୀ ତୁଳସାୟ ନମଃ। ଏହାକୁ କହିକି ପତ୍ର ଆମେ ତୋଳିବା। ସେମିତି ମନ ଇଚ୍ଛା ପତ୍ର ତୋଳିବା ନାହିଁ, ଯେହେତୁ ସେ ହେଉଛନ୍ତି ଦେବୀ। ତା ସହିତ ଏକାଦଶୀ, ରବିବାର ଆଉ ସୂର୍ଯ୍ୟାସ୍ତ ପରେ କେବେ ବି ପତ୍ରକୁ ଆମେ ତୋଳିବା ନାହିଁ ବା ଛୁଇଁବା ନାହିଁ। ଚଉରାକୁ ଶୁକ୍ରବାରରେ ସଜେଇ ଦେବା ସବୁବେଳେ। ଶୁକ୍ରବାର ଦିନ ତୁଳସୀ ଚଉରାକୁ ଲିପି ଅଳତା ଅଳତା ମାନେ ତାକୁ ନାଲି ଆମର ଯେଉଁ ଆସେ ମାଟି, ସେଥିରେ ଆମେ ତାଙ୍କୁ ଲିପି ଦେବା। ଗେଣ୍ଡୁ ଫୁଲ ଧୂପ ଦେଇଦେବା। ମା ଲକ୍ଷ୍ମୀ ଏଇଟା ଦେଖି ବହୁତ ଖୁସି ହୁଅନ୍ତି। ଆଉ ଆମେ ସବୁବେଳେ ଚାହିଁବା ଚଉରାଙ୍କୁ ସଫାସୁତୁରା ରଖି ତାଙ୍କର ପୂଜା କରିବା। ତୁଳସୀଙ୍କୁ ସମ୍ମାନ ଦେବା ମାନେ କେବେ ତୁଳସୀଙ୍କୁ ପାଦରେ ଛୁଇଁବା ନାହିଁ। ଚଉରା ତଳେ ଜୋତା କେବେ ବି ସେଇଠି ରଖିବା ନାହିଁ, କି ଖାଲି ହାତରେ କେବେ ଡାଳ ଭାଙ୍ଗିବା ନାହିଁ। ତୁଳସୀଙ୍କ ପାଖରେ ଛିଡ଼ା ହୋଇକି କେବେ ମିଛ କହିବା ନାହିଁ, ଝଗଡ଼ା କରିବା ନାହିଁ, ଶାନ୍ତ ମନରେ ପ୍ରାର୍ଥନା କରିବା। ତୁଳସୀ ହେଉଛନ୍ତି ପବିତ୍ର, ତେଣୁକରି ତାଙ୍କ ଆଗରେ କେବେ ଠିଆ ହେଇକି ମିଛ କହିବା ନାହିଁ। ସେଇଠି ଠିଆ ହେଇକି ଚଉରା ପାଖରେ ଝଗଡ଼ା କାହା ସହିତ କରିବା କଥା ନୁହଁ। କାର୍ତ୍ତିକ ମାସ ସାରା ପ୍ରତିଦିନ ଦୀପ ଯଦି ଆପଣ ଜାଳିବେ, ମା ଚଉରାଙ୍କ ପାଖରେ ସବୁ ମନସ୍କାମନା ପୂରଣ ହେବ। ଏଇ ମାସରେ ତୁଳସୀ ପୂଜାର ଫଳ 1000 ଗୁଣ ମିଳିଥାଏ। ଯଦି ଆପଣମାନେ କାର୍ତ୍ତିକ ମାସରେ ତୁଳସୀଙ୍କର ଭଲ ଭାବରେ ପୂଜା କରିବେ, ଆପଣଙ୍କୁ ଅନେକ ଫଳ ମିଳିବ। କାର୍ତ୍ତିକ ପୂର୍ଣ୍ଣିମାରେ ତୁଳସୀ ଆଉ ଶାଳଗ୍ରାମଙ୍କର ବିବାହ କଲେ ଘରେ ସୁଖ, ଶାନ୍ତି, ସନ୍ତାନ ସୁଖ ମଧ୍ୟ ମିଳିଥାଏ। ଏବେ ଜାଣିବା ତୁଳସୀ ଚଉରା ଶୁଖିଗଲେ ଆମେ କଣ କରିବା ଉଚିତ। ଦେଖନ୍ତୁ, ତୁଳସୀ ଶୁଖିଯିବା ଅଶୁଭ ନୁହେଁ। ତୁଳସୀ ଶୁଖିଗଲେ ଆପଣ ମଧ୍ୟ ଡରନ୍ତୁ ନାହିଁ। ଶାସ୍ତ୍ର କୁହେ ତୁଳସୀ ଆମ ଘରର ସବୁ ନକାରାତ୍ମକତାକୁ ନିଜେ ନେଇକି ସେ ନିଜେ ଶୁଖିଯାଆନ୍ତି, ତେଣୁ ସେ ଆମକୁ ରକ୍ଷା କଲେ। ତୁଳସୀ ଶୁଖିଗଲେ ଆମେ ଏହି 5ଟି କାମ ନିହାତି କରିବା। ଶୁଖି ଯାଇଥିବା ତୁଳସୀଙ୍କୁ ଆବର୍ଜନା, ଡଷ୍ଟବିନ୍ ଏସବୁରେ କେବେ ଫିଙ୍ଗିବା ନାହିଁ। ଅଳିଆ ଭାବିକି କେବେ ବି ଫିଙ୍ଗିବା ନାହିଁ। ତାଙ୍କୁ ମାଙ୍କ ଭଳି, ଦେବୀଙ୍କ ଭଳି ସମ୍ମାନ ଦେବା। ସେ ହେଉଛନ୍ତି ଆମ ଘରର ଦେବୀ। ତ ଶୁଖି ଯାଇଥିବା ଗଛକୁ ଗୋଟେ ଧଳା କପଡ଼ାରେ ଗୁଡ଼େଇକି ତାପରେ ବହି ଯାଉଥିବା ନଦୀ କିମ୍ବା ପୋଖରୀ, ଗୋଟେ ପବିତ୍ର ଗଛ ତଳେ ମଧ୍ୟ ଆମେ ତାକୁ ରଖିପାରିବା। ନହେଲେ ମାଟି ଖୋଳିକି ମଧ୍ୟ ତାକୁ ପୋତି ପାରିବା, କିନ୍ତୁ ଡଷ୍ଟବିନ୍ରେ ପକେଇବା ନାହିଁ। ବିସର୍ଜନ ବେଳେ ମଧ୍ୟ କ୍ଷମା ମାଗିବା ମାଙ୍କୁ, ହେ ମା ତୁଳସୀ, ଅଜାଣତରେ ଯଦି କିଛି ମୋର ଭୁଲ ହେଇଯାଇଛି ତାହେଲେ ମୋତେ କ୍ଷମା କରିଦିଅ। ଏମିତି କହିଲେ ଏଇଟା ମଧ୍ୟ ଆମକୁ ପୁଣ୍ୟ ମିଳେ। ଶୁଖିଯିବାର 3 ଦିନ ଭିତରେ ନୂଆ ତୁଳସୀ ଗଛ ଆଣିକି ଚଉରାରେ ନିହାତି ଲଗେଇବା। ଘର ଖାଲି ରହିଲେ ନକାରାତ୍ମକ ଶକ୍ତି ଆସିପାରେ। ଅଧିକ ପାଣି ଦେବା ବା କମ୍ ରୁଦ୍ର ବା ରବିବାରରେ ଜଳ ଦେବା, ଏସବୁ ଭୁଲ ଗୁଡ଼ିକ ଆଉ ଯେମିତି କରନ୍ତୁ ନାହିଁ। ଆଉ ନୂଆ ଗଛର ଯତ୍ନ ନିଅନ୍ତୁ। ଶୁଖି ଯାଇଥିବା ତୁଳସୀ ଡାଳ ପତ୍ରକୁ ଜାଳିବା ନାହିଁ। ତାର କାଠରୁ ମାଳା କି ତୁଳସୀ କାଠି ତିଆରି କରି ଜପ କରିପାରିବା। ଏଇଟା ବହୁତ ପବିତ୍ର। ଏବେ ଜାଣିବା ତୁଳସୀ କଣ ବିବାହିତ ନୁହନ୍ତି? ତାଙ୍କୁ ନାଲି ମନ୍ଦାର ସିନ୍ଦୁର ଦେବା ଉଚିତ କି ନୁହଁ? କିଛି ଜଣ ଏମିତି କୁହନ୍ତି, କିଛି ଜଣ କୁହନ୍ତି ଯେ ମନ୍ଦାର ଫୁଲ, ସିନ୍ଦୁର, ଶଙ୍ଖା ଏସବୁ ଦବା କଥା କି ନୁହେଁ। ଆଉ କିଛି ଜଣ କୁହନ୍ତି ମା ତ ବିବାହିତ ନୁହନ୍ତି, ତାଙ୍କୁ ଏସବୁ ଦେଲେ ଭଲ ନୁହଁ ବୋଲି କିଛି ଜଣ ମଧ୍ୟ କୁହନ୍ତି। କମେଣ୍ଟରେ ମଧ୍ୟ କେହି ଜଣ ଏମିତି କହିଛନ୍ତି। ତ ପ୍ରଥମେ ଆମେ ଜାଣିବା ଯେ ତୁଳସୀ କିଏ। ତୁଳସୀ ହେଉଛନ୍ତି ସାକ୍ଷାତ ମାତା ଲକ୍ଷ୍ମୀ
ଓ ବୃନ୍ଦା ଦେବୀ। ସେ ପୂର୍ବରୁ ଜଳନ୍ଧରଙ୍କ ପତ୍ନୀ ଥିଲେ, ପରେ ଭଗବାନ ବିଷ୍ଣୁଙ୍କ ବରଦାନରେ ସେ ତୁଳସୀ ଗଛ ହେଲେ। ତୁଳସୀ ସାଧାରଣ ଦିନରେ କୁମାରୀ ସ୍ୱରୂପରେ ହିଁ ପୂଜା ହୁଅନ୍ତି, କିନ୍ତୁ କାର୍ତ୍ତିକ ମାସରେ ଏକାଦଶୀରେ ସେ ତୁଳସୀ ବିବାହ କରାଯାଏ। ସେଦିନ ସେ ବିବାହିତ ସ୍ୱରୂପରେ ହିଁ ଥାଆନ୍ତି। ସାଧାରଣ ଦିନରେ ଆମେ ମାନେ ଫୁଲ, ସିନ୍ଦୁର, ଫୁଲ ଦବା, ମନ୍ଦାର ଫୁଲ ଦବା ନାହିଁ, ନାଲି ମନ୍ଦାର ଫୁଲ ଦିଆଯାଏ ନାହିଁ, ଶଙ୍ଖା ବି ଦେବା କଥା ନାହିଁ। କିନ୍ତୁ ଯେହେତୁ ସେଦିନ ସେ କୁଆଁରୀ ସ୍ୱରୂପରେ ଥାଆନ୍ତି ସବୁଦିନ, ତାଙ୍କୁ ଆମେ ସେଦିନ ଧଳା କିମ୍ବା ବାଇଗଣୀ ରଙ୍ଗର ଫୁଲ, ତୁଳସୀ ମାଳା ଏସବୁ ଦେଇପାରିବା। ଆଉ ତୁଳସୀ ବିବାହ ଦିନ କାର୍ତ୍ତିକ ମାସରେ, କାର୍ତ୍ତିକ ଏକାଦଶୀରେ ତୁଳସୀଙ୍କୁ ସିନ୍ଦୁର, ଶଙ୍ଖା, ଲାଲ ଚୁଡ଼ି, ମନ୍ଦାର ଫୁଲ, ନୂଆ ଶାଢ଼ୀ ଏସବୁ ଦେବା ଶାସ୍ତ୍ର ସମ୍ମତ ଅଟେ। ଏଇଟା ସେଦିନ ବହୁତ ପୁଣ୍ୟଦାୟୀ ଅଟେ। ତୁଳସୀଙ୍କୁ ସବୁଦିନ ତୁଳସୀ ପତ୍ର, ଗେଣ୍ଡୁ ଫୁଲ, ପଦ୍ମ ଫୁଲ ଏସବୁ ଦେବା କଥା, କିମ୍ବା ଧଳା ରଙ୍ଗର ଫୁଲ ମଧ୍ୟ ଦେବା କଥା। ମନ୍ଦାର ଫୁଲ କେବଳ ତୁଳସୀ ବିବାହ ଓ ପର୍ବ ଦିନରେ ଆମେ ଦେବା କଥା। ଓଡ଼ିଆ ମା ମାନେ ସାଧାରଣତଃ ତୁଳସୀଙ୍କୁ ସିନ୍ଦୁର ଦିଅନ୍ତି ନାହିଁ, କିନ୍ତୁ ତୁଳସୀ ବିବାହ ଦିନ ସିନ୍ଦୁର, ଶଙ୍ଖା, ଅଳତା ଦିଅନ୍ତି। ଏଇଟା ହିଁ ସଠିକ୍ ନୀତି ଅଟେ। କିନ୍ତୁ ଆଉ ଗୋଟେ କଥା ହେଲା ଯେ, ଭକ୍ତିରେ ଦେଲେ ମା ସବୁ ଗ୍ରହଣ କରନ୍ତି। ତୁଳସୀ ମା ଭକ୍ତି ଦେଖନ୍ତି, ନିୟମ ଦେଖନ୍ତିନି। ତୁମେ ମନ୍ଦାର ଫୁଲ, ସିନ୍ଦୁର ଦେଉଛ କାରଣ ତାଙ୍କୁ ତୁମେ ମା ଭାବୁଛ, ଏଇଟା ହିଁ ସବୁଠୁ ପବିତ୍ର ଭାବ ଅଟେ। ଓଡ଼ିଶାର ଅନେକ ଘରେ ସବୁଦିନ ସିନ୍ଦୁର ଦିଆଯାଏ, ଅନେକ ଘରେ କେବଳ ତୁଳସୀ ବିବାହ ଦିନ ହିଁ ଦିଆଯାଏ। ଉଭୟ ଠିକ୍ ଅଟେ, କାରଣ ଶାସ୍ତ୍ରରେ ମଧ୍ୟ ଦୁଇଟି ମତ ଅଛି। ପଦ୍ମ ପୁରାଣ ଆଉ ବ୍ରହ୍ମ ବୈବର୍ତ ପୁରାଣରେ ଅନୁସାରେ ତୁଳସୀ ହେଉଛନ୍ତି କୃଷ୍ଣପ୍ରିୟା, ତେଣୁ ସାଧାରଣ ଦିନରେ ତାଙ୍କୁ କୁଆଁରୀ ରୂପେ ପୂଜା କରାଯାଏ। କାର୍ତ୍ତିକ ମାସରେ ସୁମଙ୍ଗଳୀ ରୂପେ ପୂଜା କରାଯାଏ। କିନ୍ତୁ ଅନ୍ୟ ପୁରାଣରେ କୁହାଯାଏ ତୁଳସୀ ହେଉଛନ୍ତି ସାକ୍ଷାତ ଲକ୍ଷ୍ମୀ, ଆଉ ଲକ୍ଷ୍ମୀ ତ ସବୁଦିନ ସିନ୍ଦୁର ହିଁ ଦିଆଯାଏ। ତାହେଲେ ତମେ କ'ଣ କରିବ? ଯାହା ତୁମେ ଘରେ ପୂର୍ବରୁ ହୋଇ ଆସୁଛି, ଆଗରୁ ଯେଉଁଟା ତମେ କରୁଛ ସେଇଟା ହିଁ କର। କାରଣ ଆଚାରଃ ପରମୋ ଧର୍ମଃ, ମାନେ ପରମ୍ପରା ହିଁ ସବୁଠାରୁ ବଡ଼ ଧର୍ମ ବୋଲି କୁହାଯାଇଛି ଶାସ୍ତ୍ରରେ। ତୁମେ ଯଦି ମନ୍ଦାର ଫୁଲ, ସିନ୍ଦୁର ଦେଇ ଆସୁଛ ଆଉ ଘରେ ଶାନ୍ତି ଅଛି, ତେବେ ଛାଡ଼ିବା ଦରକାର ନାହିଁ। ତୁଳସୀ ମା ତୁମ ଭକ୍ତିରେ ଖୁସି ହେଉଛନ୍ତି, ତ ନିହାତି ତମେ ଏଇଟା କର ଯେଉଁଟା ଆଗରୁ କରି ଆସୁଛ। ଫୁଲ ଦିଅ, ସିନ୍ଦୁର ଲଗାଅ, ଯେମିତି ତୁମେ ପୂର୍ବରୁ ଯାହା କରୁଛ ସେମିତି କର, କାରଣ ମା ଭକ୍ତିରେ ସବୁକିଛି ଗ୍ରହଣ କରି ନିଅନ୍ତି। ଆଉ ଯେଉଁମାନେ କହୁଥିଲେ ଯେ ତୁଳସୀ ମା ବିବାହିତ ନୁହନ୍ତି, ସେ ଅବିବାହିତ, ସେମାନେ ଶୁଣି ରଖନ୍ତୁ। ତୁଳସୀ ମା ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପତ୍ନୀ। ତ ଏମିତି କେବେ କହିବା କଥା ନୁହଁ, କାରଣ କାର୍ତ୍ତିକ ଏକାଦଶୀରେ ମାଙ୍କର ଶାଳିଗ୍ରାମଙ୍କ ସହିତ ବିବାହ ହୁଏ, ଯିଏକି ଭଗବାନ ବିଷ୍ଣୁଙ୍କର ଅବତାର। ଆଶା କରୁଛି ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଲେ, ତ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯେଉଁମାନଙ୍କୁ ବି ଭିଡ଼ିଓଟି ଭଲ ଲାଗିଲା, ନିହାତି ସମସ୍ତେ ଭିଡ଼ିଓଟିକୁ ଥରୁଟିଏ ଲାଇକ୍ କରନ୍ତୁ। ଆଉ ଆପଣମାନେ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। କମେଣ୍ଟରେ ସମସ୍ତେ ଜୟ ବୃନ୍ଦାବତୀ ବୋଲି ଥରୁଟିଏ ଲେଖନ୍ତୁ। ମା ତୁଳସୀଙ୍କ କୃପା ଆପଣମାନଙ୍କ ଉପରେ ସେମିତି ହିଁ ରହିଥାଉ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ। ଧନ୍ୟବାଦ।